तैतरे वर्णन कराଯାଇଛି उत्पन्न एकादशी महामहोत्सव की जय वर्णन कराଯାଇଛି ये उत्पन्न एकादशी रो वॉइस क्लियर अछि ना कि टिके अनम्यूट करि कहयो आज्ञा तो उत्पन्न एकादशी रो उत्पत्ति कौन युधिष्ठिर महाराज कहउछन्ति भगवान कृष्ण को हे देव गौणचंद्र बा अग्रहायण मार्गशीर पुण्यप्रदा एक कृष्ण एकादशी काहेकि उत्पन्ना नाम रे कथित होला एवं केउथि पई से पवित्र देवगणଙ୍କର प्रिय ହେଲା ଏହା ଜାଣିବାକୁ କୌତୁହଳ ଜନ୍ମ ଅଛି ଏବଂ ଆପଣଙ୍କ କୃପା ପୂର୍ବକ ଏହା ବର୍ଣ୍ଣନା କରନ୍ତୁ ତ ଭଗବାନ ଶ୍ରୀକୃଷ୍ଣ କଣ କହୁଛନ୍ତି ହେ ପାର୍ଥ ପୂର୍ବ କାଳରେ ସତ୍ୟ ଯୁଗରେ ମୂର ନାମକ ଏକ ଦାନବ ବା ଅସୁର ଥିଲା ସେ ଅତି ଅଦ୍ଭୁତ ଆକୃତି ବିଶିଷ୍ଟ ଓ କୁଟିଳ ସ୍ୱଭାବ ସମ୍ପନ୍ନ ଏବଂ ଦେବତା ମାନଙ୍କ ପ୍ରତି ଭୀତିପ୍ରଦ ଥିଲା ଦେବତା ମାନେ ତାଙ୍କୁ ଭୟ କରୁଥିଲେ ଯୁଦ୍ଧରେ ଦେବତା ବୃନ୍ଦ ଓ ସ୍ୱର୍ଗର ରାଜା ଇନ୍ଦ୍ର ପର୍ଯ୍ୟନ୍ତ ସମସ୍ତଙ୍କୁ ସେ ପରାଜିତ କରିଥିଲା ଯମ ସଦୃଶ ସେହି ଦୁରାତ୍ମା ଅସୁର ବର୍ଗର ଦେବତା ମାନଙ୍କୁ ବିତାଡ଼ିତ କରିଥିଲା ଏଣୁ ସେମାନେ ମର୍ତ୍ୟ ଲୋକରେ ବିଚରଣ କରୁଥିଲେ ସର୍ବଦା ଶଙ୍କିତ ଚିତ୍ତ ଓ ଭୟ ବିହ୍ୱଳ ଇନ୍ଦ୍ର ପ୍ରମୁଖ ଦେବଗଣ ସମେତ ଦେବଗଣ ସେତେବେଳେ ମହେଶ୍ଵରଙ୍କ ନିକଟକୁ ଗମନ ପୂର୍ବକ ନିଜ ନିଜର ସମସ୍ତ ଦୁଃଖ ନିବେଦନ କଲେ ସବୁ ଦେବାଦେବୀ ମାନେ ଭଗବାନ ଶିବଜୀଙ୍କ ପାଖକୁ ଯାଇକି ପ୍ରାର୍ଥନା କଲେ ଇନ୍ଦ୍ର କହିଲେ ହେ ମହେଶ୍ଵର ଦେବଗଣ ମୂର କର୍ତ୍ତୃକ ବିତାଡିତ ହୋଇ ସ୍ୱର୍ଗ ପରିତ୍ୟାଗ କରି ମର୍ତ୍ତ୍ୟ ଲୋକରେ ଆଶ୍ରୟ ଗ୍ରହଣ କରିଛନ୍ତି ଆପଣ ଆମ ମାନଙ୍କର ଦୁଃଖ ନିବାରଣର ଉପାୟ ନିର୍ଦ୍ଧାରଣ କରନ୍ତୁ ମହାଦେବ କହିଲେ ହେ ସ୍ୱର୍ଗର ରାଜା ଇନ୍ଦ୍ର ଯେଉଁଠାରେ ଶରଣ୍ୟ ଜଗନ୍ନାଥ ଗରୁଡଧ୍ୱଜ ନାରାୟଣ ବିରାଜମାନ କରିଛନ୍ତି ସେଠାକୁ ଗମନ କର ସେ ଆଶ୍ରିତ ମାନଙ୍କର ତ୍ରାଣକର୍ତ୍ତା ସେ ନିଶ୍ଚୟ ତୁମ ମାନଙ୍କର ରକ୍ଷାର ଉପାୟ କିଛି କରିବେ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଲେ ହେ ରାଜା ମହାଦେବଙ୍କର କଥା ଶୁଣି ମହାମତି ଇନ୍ଦ୍ର ଦେବତାଗଣଙ୍କ ସହିତ କ୍ଷୀର ସମୁଦ୍ର ତୀରକୁ ଗମନ କଲେ ଜଳ ମଧ୍ୟରେ ପ୍ରସୁପ୍ତ ଗଦାଧରଙ୍କୁ ଦର୍ଶନ କରି ସେ କୃତାଞ୍ଜଳି ପୁଟରେ ତାଙ୍କର ସ୍ତବ କରିବା ପାଇଁ ଲାଗିଲେ ସ୍ତୁତି ମାଧ୍ୟମରେ ନିଜର ଦୈନ୍ୟ ଓ ଦୁଃଖର କାରଣ ନିବେଦନ କଲେ ଇନ୍ଦ୍ରଙ୍କ କଥା ଶ୍ରବଣ କରି ନାରାୟଣ କହିଲେ ହେ ଇନ୍ଦ୍ର ସେହି ଅସୁର ସେଇ ମୂର ଅସୁର କି ପ୍ରକାର ଅଟେ ତାର ବଳ ବୀର୍ଯ୍ୟ ଶକ୍ତି ମଧ୍ୟ କି ପ୍ରକାର ଅଟେ ସେ ସବୁ ବିଷୟରେ ମତେ କୁହ ତ ଇନ୍ଦ୍ରଦେବ ଭଗବାନଙ୍କୁ କହୁଛନ୍ତି ସେ ମୂର ରାକ୍ଷସଙ୍କ ବିଷୟରେ ହେ ଦେବେଶ ପୂର୍ବ କାଳରେ ବ୍ରହ୍ମ ବଂଶରେ ତାଳଖଞ୍ଜା ନାମକ ଏକ ଅତି ପରାକ୍ରମଶାଳୀ ଅସୁର ଥିଲା ତା ନାଁ ହେଲା କଣ ତାଳ ଜଙ୍ଘା ତାର ପୁତ୍ର ମୂର ନାମକ ଅତି ଅସୁର ଅତି ବଳଶାଳୀ ଅତି ଭୟଙ୍କର ଓ ଦେବତା ଗଣଙ୍କ ମଧ୍ୟ ଭୀତି ଉତ୍ପାଦନକାରୀ ସେ ଚନ୍ଦ୍ରାବତୀ ନାମକ ଏକ ପୁରୀରେ ବାସ କରେ ସ୍ଵର୍ଗରୁ ଆମ୍ଭ ମାନଙ୍କୁ ବିତାଡିତ କରି ସେ ସ୍ୱଜାତି ମଧ୍ୟରୁ କାହାକୁ ରାଜା ଅନ୍ୟ କାହାକୁ ଅନ୍ୟାନ୍ୟ ଦିଗପାଳ ରୂପେ ଅଧିଷ୍ଠିତ କରି ଦେବଲୋକକୁ ସମ୍ପୂର୍ଣ୍ଣ ଭାବରେ ଅଧିକାର କରିଅଛି ତାର ପ୍ରବଳ ପ୍ରତାପରେ ଆମ୍ଭେମାନେ ମର୍ତ୍ତ୍ୟରେ ବିଚରଣ କରୁଛୁ ଇନ୍ଦ୍ରଙ୍କର କଥା ଶୁଣି ନାରାୟଣ କୋପାବିଷ୍ଟ ହେଲେ ଓ ଦେବତା ଗଣଙ୍କର ପ୍ରୀତିପ୍ରଦ ଏହି ଦୁଷ୍ଟ ଦୈତ୍ୟକୁ ବଧ କରିବି ଏହା କହି ଦେବତାଗଣଙ୍କ ସହିତ ଚନ୍ଦ୍ରାବତୀପୁରକୁ ଗମନ କଲେ ସେହି ଦୈତ୍ୟରାଜ ନାରାୟଣଙ୍କୁ ଦର୍ଶନ କରି ପୁନଃ ପୁନଃ ଗର୍ଜନ କରିବାକୁ ଲାଗିଲା ଯୁଦ୍ଧରେ ଦେବତାଗଣ ପରାସ୍ତ ହୋଇ ଦଶ ଦିଗକୁ ପଳାୟନ କଲେ ସେତେବେଳେ ଯୁଦ୍ଧ କ୍ଷେତ୍ରରେ ନାରାୟଣଙ୍କୁ ଏକାକୀ ରହିଥିବାର ଦେଖି ସେଇ ଅସୁର ଠିଆ ହୁଅ କହିବା ପାଇଁ ଲାଗିଲା ଭଗବାନ ମଧ୍ୟ କ୍ରୋଧରେ ଆରକ୍ତ ଲୋଚନ ହୋଇ କହିଲେ ହେ ଦୁରାଚାର ଅସୁର ମୋର ବାହୁବଳ ଦେଖ ଏହା କହି ଅସୁର ପକ୍ଷରେ ସମସ୍ତ ଯୋଦ୍ଧାଗଣଙ୍କୁ ଦିବ୍ୟ ବାଣ ଦ୍ଵାରା ନିହତ କରିବା ପାଇଁ ଲାଗିଲେ ସେତେବେଳେ ସେମାନେ ଭୟରେ ବିହଳ ହୋଇ ବିଭିନ୍ନ ଦିଗକୁ ପଳାୟନ କରିବା ପାଇଁ ଲାଗିଲେ ତ ଶ୍ରୀକୃଷ୍ଣ କହିଲେ ହେ ଯୁଧିଷ୍ଠିର ସେହି ସମୟରେ ନାରାୟଣ ଦୈତ୍ୟର ସୈନ୍ୟ ମାନଙ୍କର ମଧ୍ୟକୁ ସୁଦର୍ଶନ ନିକ୍ଷେପ କଲେ ତଦ୍ଵାରା ଶହ ଶହ ସୈନ୍ୟ ନିହତ ହେଲେ କେବଳ ମୂର ଅସୁର ଯୁଦ୍ଧ କରୁଥିଲା ମାନେ ସବୁ ସୈନ୍ୟ ମାନେ ତାଙ୍କର ସେମାନେ ପରାସ୍ତ ହେଇଗଲେ ମୃତ୍ୟୁବରଣ କଲେ ଆଉ କେବଳ ଥିଲେ ମୂର ଅସୁର ଆଉ ନାରାୟଣ ଭଗବାନ ସେ ଅସ୍ତ୍ର ଯୁଦ୍ଧରେ ନାରାୟଣଙ୍କୁ ମଧ୍ୟ ପରାସ୍ତ କଲା ସେତେବେଳେ ନାରାୟଣ ଦୈତ୍ୟ ସହିତ ବାହୁ ଯୁଦ୍ଧରେ ପ୍ରବୃତ୍ତ ହେଲେ ଏହିପରି ଦିବ୍ୟ ପରିମାଣରେ ହଜାର ହଜାର ବର୍ଷ ଯୁଦ୍ଧ କରି ମଧ୍ୟ ତାହାକୁ ପରାସ୍ତ କରିବାରେ ଅସମର୍ଥ ହୋଇ ସେ ବିଶେଷ ଚିନ୍ତାନ୍ୱିତ ହୋଇ ବଦ୍ରିକା ଆଶ୍ରମକୁ ଗମନ କଲେ ତ ଭଗବାନ ଏଠି ହାରିଗଲେ ତେଣୁ ଭଗବାନ ଏବେ ବଦ୍ରିକା ଆଶ୍ରମ ପଳାୟନ କରିଛନ୍ତି ସେଠାରେ ଏକ ଦ୍ଵାର ବିଶିଷ୍ଟ ଦ୍ଵାଦଶ ଯୋଜନ ବିସ୍ତୃତ ସିଂହାବତୀ ନାମରେ ଗୋଟିଏ ଗୁମ୍ଫା ଅଛି ଭଗବାନ ସେଇ ଗୁମ୍ଫା ମଧ୍ୟରେ ଶୟନ କଲେ ସେହି ଦୈତ୍ୟ ମଧ୍ୟ ତାଙ୍କର ପଶ୍ଚାତାପନ କରି ଗୁମ୍ଫା ମଧ୍ୟରେ ପ୍ରବେଶ କଲା ଏବଂ ବିଷ୍ଣୁଙ୍କୁ ନିଦ୍ରା ଯାଇଛନ୍ତି ବୋଲି ମନେ କଲା ସେ ଏଥିରେ ଅତିଶୟ ଆନନ୍ଦିତ ହେଲା ଏବଂ ଭାବିବାକୁ ଲାଗିଲା ମୋ ସହିତ ଯୁଦ୍ଧରେ ପରାସ୍ତ ହୋଇ ଏଠାରେ ଗୋପନରେ ଶୋଇଛି ମୁଁ ଅବଶ୍ୟ ଏଇ ଦୈତ୍ୟ ହରି ବା ଶତ୍ରୁକୁ ବଧ କରିବି
हे युधिष्ठिर असुरर ए प्रकार चिंता संगे संगे श्री विष्णु शरीर गोटे कन्या जात है। यही कन्याटी है उत्पन्ना एकादशी। हरे कृष्ण। से रूपवती सौभाग्यशालिनी एवं दिव्य अस्त्र शस्त्र धारिणी विष्णु तेजांश संभूता बोली से महापराक्रमशालिनी थिला। दानवराज से स्त्री रूपिणी देवी सहित तुमुल युद्ध रे प्रवृत्त है। किसी समय युद्ध पर देवी हुंकार द्वारा असुर भस्मचात हो गला। यहाँ पर विष्णु जागृत होई से भस्मीभूत दानव को देखि विस्मयाविष्ट होले। विष्णु कहले हे मारा महापराक्रांत उग्र मूर्ति मोर परम शत्रु एई मूर दानव को किए वध कला। मो प्रति करुणावशत जे एहाको हत्या करिछि से निश्चय प्रशंसनीय कार्य करिछन्ति। सेही कन्या कहले देवता गंधर्व यक्ष उरग राक्षस गण सह इंद्र को एई दानव जय करी स्वर्गर विताड़ित करिछथि। संप्रति मु देखिली जे प्रसुप्त भगवान श्री हरिଙ୍କ पछरे धाई एठाको आसीअछि। से त्रिलोक संहार करिव भावी मु ताहाको बध करिअछि। कन्यार कथा शुणी श्री विष्णु कहले मु जहा सहित युद्ध रे परास्त होइछि तुमे किपरि ताहाको बध कल। भगवान कहछन्ति मु त हारि गली तुमे केनि तांको बध कल। तो एकादशी नामक से कन्या कहले हे प्रभु आपणकर अनुग्रह ही मु ताहाको वध करिया पय समर्थ होइछि। भगवान कहले मु एई त्रिलोक रे देवता एवं ऋषिगण को अनंत वर प्रदान करछि। हे भद्रे तुमे मध्य तुमर मन मुताबक वर प्रार्थना कर ताहा सुरगणक पक्षे दुर्लभ होइले मध्य मु ताहाको प्रदान करिबि। एथिरे कौनसी संदेह नाही। श्री एकादशी कहले हे जनार्दन आपण जदि मो प्रति संतुष्ट होइछन्ति ताहले त्रिसत्य प्रतिज्ञा करंतु मु निश्चय वर प्रार्थना करिबि। भगवान कहले तुम निकट त्रिसत्य करी कहूछि प्रार्थित वर अवश्य मु तुमको प्रदान करिबि। एथिरे किछि अन्यथा हेब नाही। एकादशी कहले हे देवेश त्रिभुवन मध्यरे चतुर्युग व्यापी समस्त तीर्थ स्थान रे मोर वैशिष्ट्य एपरि स्थापन करंतु जद्वारा मु सर्वप्रधान सर्व विघ्न विनाशिनी सर्वदायिनी रूपे आपणकर अनुग्रह परम पूज्य होई पारे। हे जनार्दन आपणकर प्रति मोर भक्ति वशत जो माने श्रद्धा सहकारे मोर अर्थात उत्पन्न एकादशी उपवास करिवे सेमानकर सर्व सिद्धि लाभ हेबो। एही वर प्रदान करंतु ताहाले ही मु संतुष्ट हेबि। जो व्यक्ति निरन्न ने अन्न ग्रहण न करिकी निरन्न उपवास किंबा नक्त एवं एक भुक्त रूपक व्रत पालन करिवे तांकर धन और धर्म और मोक्ष लाभ करिवे। यही वर मध्य प्रदान करंतु। विष्णु कहले हे कल्याणी तुमे जो वर प्रार्थना करियछ तुमर व्रत पालनकारी से समस्त ही लाभ हेब। तुमे तार सकल मनोवासना पूर्ण करिवो एथिरे संशय नाही। एकादशी कहले हे प्रभु ए जगत रे जो माने मोर भक्त जो माने कार्तिकर भक्त अर्थात कार्तिक व्रतकारी से माने त्रिलोक रे चतुर्युग व्यापी विख्यात हुअन्तु। श्री भगवान कहले तुमको मोर शक्ति बोली मने करे तुमको मु मोर शक्ति बोली मन करे तेणु तुमर व्रत आचरणकारी समस्ते मोर पूजा करेंगे यहाँ फल से मोक्ष प्राप्ति हेबे। तृतीया अष्टमी नवमी चतुर्दशी एवं विशिष्ट एकादशी तिथि हरिप्रिया नाम विख्यात। तुम्हें व्रत पालनकारी शत्रु विनाश परम गति दान एवं सर्व सिद्धि प्रदान करने समर्थ है। श्री कृष्ण कहले हे कुंती नंदन विष्णु उत्पन्न एकादशी को त्रिशत्य पूर्वक वरदान कर अंतरित हेले। समस्त व्रतकारी दिवारात्रि भक्ति परायण होई एही उत्पन्न एकादशी उत्पत्तिर कथा श्रवण एवं व्रत पालन कले श्री हरिंकर आशीर्वाद लाभ करी धन्य। हरे कृष्ण। उत्पन्न एकादशी महामहोत्सव की जय। समस्त भक्त वृंद की जय। हरे कृष्ण। तो हम श्रवण करथिले उत्पन्न एकादशी उत्पत्ति विषय रे तो निश्चय भाव में आम दृढ़ता पूर्वक निष्ठा पूर्वक एकादशी व्रत को पालन करवा ताकि भगवान प्रीति आम भक्ति को प्राप्त हो पारे। ओके वैष्णव प्रणाम मंत्र। वैष्णव माने पंचाकल्पतर सदृश क्षमाशील दयार सागर पतित जीवन उद्धारकारी दैनंदिन जीवन में ज्ञात आज्ञा सारे यदि कौन साधु गुरु वैष्णव निकट अपराध होता है प्रातः मुहूर्त चरण कमल क्षमा प्रार्थना बैठा पंचाकल्पतरुर्वैश्य कृपा सिन्धुभ्येव च पतितानं पावनेभ्यो वैष्णवेभ्यो नमो नमः। अनंत कोटि वैष्णव की जय। जगत गुरु श्रील प्रभुपाद की जय। हरे कृष्ण।